জয় জগন্নাথ, জয় জগন্নাଥ, ଜୟ ଜଗନ୍ନାଥ, ଜୟ ପ୍ରଭୁ ବଳିଆର ବଳିଆ ଶିବ ପ୍ରଭୁ। ଆଜି ମୁଁ ଏକ ନୂତନ ଭିଡ଼ିଓକୁ ଦେଖେଇବି ଆପଣଙ୍କୁ। ଆପଣମାନେ ଦେଖନ୍ତୁ ଆଉ ସେ ଭିଡ଼ିଓଟି ଦେଖିକି ସବସ୍କ୍ରାଇବ୍ କରିବେ, ସେୟାର କରିବେ ଆଉ ଲାଇକ୍ ମଧ୍ୟ କରିବେ, କମେଣ୍ଟ ମାଧ୍ୟମରେ ମତାମତ ଜଣାଇବେ। ସେ ଭିଡ଼ିଓଟି ମୁଁ କହୁଛି ଶୁଣନ୍ତୁ, ଦେଖୁଛି। ଆଜିର ସମାଜ କେତେ ସ୍ୱାର୍ଥପର, ଆଜିର ସମାଜ କେତେ ଅସଚୋଟ କାମ। ବର୍ତ୍ତମାନ ସମାଜରେ ଯେଉଁ ମନୁଷ୍ୟ ବସବାସ କରୁଛନ୍ତି ସମସ୍ତେ ବର୍ତ୍ତମାନ ସ୍ୱାର୍ଥପର କାମ କରୁଛନ୍ତି ଏବଂ ସଚୋଟପଣିଆ ଦେଖାଉନାହାନ୍ତି। ସବୁଆଡ଼େ ଯେଉଁଆଡ଼େ ଦେଖିବ ସମାଜରେ ଚୋରି, ନାରୀ ଡକାୟତ, ଲୁଣ୍ଠନ ସବୁକିଛି ହେଉଛି। ତେଣୁକରି ସମାଜ ବର୍ତ୍ତମାନ ବଡ଼ ଅସୁବିଧାରେ ପଡ଼ୁଛି। ସମସ୍ତେ ନିଜେ ନିଜେ ଅସୁବିଧାରେ ମଧ୍ୟ ପଡ଼ୁଛନ୍ତି। କେହି ମଧ୍ୟ ଜାଣିପାରୁନାହାନ୍ତି ଆଜିକାଲି ଦୁନିଆରେ ଏସବୁ କରିବା ଦ୍ୱାରା କେତେ ହଇରାଣ ହେଉଛନ୍ତି। କେହି ହଇରାଣ ହେଉନାହାନ୍ତି, ନିଜକୁ ନିଜେ ହଇରାଣ ହେଉଛନ୍ତି। ତେଣୁକରି ବର୍ତ୍ତମାନ ମୁଁ ଜଣାଇ ଦେବାକୁ ଚାହୁଁଛି ଯେ ସମସ୍ତେ ନିଃସ୍ୱାର୍ଥପର କାମ କରନ୍ତୁ, ସଚ୍ଚୋଟ କାମ କରନ୍ତୁ ଏବଂ ଚୋରି, ଟସ୍କର, ଟାଉଟର, ଦଲାଳି ଏଗୁଡ଼ା ସବୁ କରନ୍ତୁ ନାହିଁ। ଆଉ ବର୍ତ୍ତମାନ ମୁଁ ଗୋଟେ ଅଫିସରେ, ଉଦାହରଣ ସ୍ୱରୂପ ମୁଁ ବି ଗୋଟେ ଜବ୍ କରୁଛି, ଅଫିସରେ କାମ କରୁଛି। ମୁଁ ଯଦି ସେ ଅଫିସରୁ କିଛି ଡକାୟତ କରିବି, ଲୁଣ୍ଠନ କରିବି, ଅସୁବିଧା ହିଁ ମୋର ବି ହେବ। ଭଗବାନ ସହିବେନି। ତା ସହିତ ସେଠି କ'ଣ ହେବ ନା, ସେଇଟା ମୋର ହେଉଛି, ମୁଁ ଦେଖିଲି ଯେ ମୋର ସେଇଟା ହେଉଛି ଦାନା ପାଣି। ମୋ ସଂସାର ଚଳାଇବା ପାଇଁକି, ମୁଁ ରୋଜଗାର କରିବା ପାଇଁକି ଯାଉଛି, ସଂସାର ଚଳାଇବି। ଯଦି ସଚୋଟପଣିଆ ନ ଦେଖେଇବି ମୋତେ ଅସୁବିଧା ହେବ। କମ୍ପାନୀ ହୁଏତ ଜାଣିକି ମୋତେ ବିଦା କରିଦେଇପାରିବ। ତେଣୁକରି ଏଇ ଯେଉଁ ଉଦାହରଣ ଦେଲି, ଏମିତି ବି ସମସ୍ତେ ସମସ୍ତ ଯେଝା ଯେଝା ଯେଉଁ କର୍ମ କରୁଛ, ତେଣୁକରି ସେଇ କର୍ମରେ ସଚୋଟପଣିଆ ଦେଖି କାମ କର। ବର୍ତ୍ତମାନ ସମାଜ ଚାହୁଁଛି ସଚୋଟପଣିଆ ଆଉ ନିଃସ୍ୱାର୍ଥପର କାମ। ସ୍ୱାର୍ଥପର କାମ କରିବା ଉଚିତ ନୁହେଁ। ଆଉ ତା ସହିତ ସମସ୍ତେ ସମସ୍ତଙ୍କ ପାଖରେ ଭଲ ପାଇବା ଦରକାର। ଆଉ ତା ସହିତ ସମସ୍ତେ ପରସ୍ପର ଭିତରେ ମିଳିମିଶି ଚଳିବା ଦରକାର। ଆଉ ତା ସହିତ ଈଶ୍ୱର ବିଶ୍ୱାସୀ ହେବା ଦରକାର। ଈଶ୍ୱର ବିଶ୍ୱାସୀ କ'ଣ ନା, କର୍ମ କର। ଭଗବାନ କହିଛନ୍ତି କର୍ମ ହିଁ ଭଗବାନ। ତେଣୁକରି ମୁଁ ଜଣାଇ ଦେବାକୁ ଚାହୁଁଛି ଯେ ସବୁବେଳେ ଭଗବାନଙ୍କୁ ଡାକିବା ଦରକାର ନାହିଁ। ତା ମଧ୍ୟରୁ ବି ନିଜ ନିଜ କର୍ମ କର। କର୍ମ କରିସାରିଲା ପରେ କର୍ମରୁ ଯେତେ ଅବସର ନେବେ, ସେତେବେଳେ ଭଗବାନ ଡାକେ, ପ୍ରଭୁ ମୋର ସବୁକିଛି ମଙ୍ଗଳ କର, ସଂସାର ମଙ୍ଗଳ କର, ଆଉ ସମସ୍ତଙ୍କର ମଙ୍ଗଳ କର, ଆଉ ଭଲ ଚିନ୍ତା କରିବେ। ତେଣୁକରି ସେଇ କ୍ଷେତ୍ରରେ ଭଗବାନଙ୍କର ଆଶୀର୍ବାଦ ସବୁବେଳେ ପାଇଁ ରହିବ। ଭଗବାନ ହେଉଛନ୍ତି ବଡ଼ ବିଚିତ୍ର। ଭଗବାନ ସବୁବେଳେ କହୁଛନ୍ତି ଯେ ତମେ ସଂସାରରେ ଭଲ ସଚୋଟପଣିଆ କାମ କରିକି ସମାଜରେ ବଞ୍ଚି ଦେଇକି ରହିବ। ତା ସହିତ ଆମର 36 କୋଟି ଦେବାଦେବୀ ଅଛନ୍ତି। এই 36 କୋଟି ଦେବାଦେବୀ କି କିଏ କେଉଁ ରୂପରେ ଭଗବାନ ଅଛନ୍ତି, ତାଙ୍କୁ ଆମେ କେଉଁ ରୂପରେ କିଏ କ'ଣ ଡାକୁଛୁ। କିଏ ହନୁମାନଙ୍କୁ ଡାକୁଛନ୍ତି, କିଏ ବଳଦେବଙ୍କୁ ଡାକୁଛନ୍ତି, କିଏ ଜଗନ୍ନାଥଙ୍କୁ ଡାକୁଛନ୍ତି, କିଏ ମାଆଙ୍କୁ ଡାକୁଛନ୍ତି। ତେଣୁକରି ଭଗବାନ ହେଉଛନ୍ତି ଏକ,
ଓ ଅଭିନ୍ନ ଭିନ୍ନ। ତେଣୁକରି ଯିଏ ଯେଉଁ ରୂପରେ ଭଗବାନଙ୍କୁ ଡାକୁଛନ୍ତି, କିଏ ବିଷ୍ଣୁଙ୍କୁ ଡାକୁଛନ୍ତି, ଡାକ। ତମେ ବିଷ୍ଣୁଙ୍କୁ ଡାକୁଛ, ମୁଁ ବଳଦେବଙ୍କୁ ଡାକୁଛି, ସିଏ ମୋ ହନୁମାନଙ୍କୁ ଡାକୁଛନ୍ତି, ଡାକ, କିଛି କଥା ନାହିଁ। ସବୁ ଭଗବାନ ହେଉଛନ୍ତି ଏକ। କିନ୍ତୁ ଡାକ ଆଉ କର୍ମ କର। କର୍ମ କରିକି ଭଗବାନଙ୍କୁ ଡାକିକି ତାଙ୍କ ଆଶୀର୍ବାଦ ନିଅ। ଆଉ ସଂସାରରେ ସମସ୍ତଙ୍କ ପାଖରେ ସଚୋଟ ପଣିଆ ଦେଖାଅ। ଆଉ ତା ସହିତ ମୁଁ ଯେତିକି ମୋର କର୍ମ କରେ, ମୁଁ ଜାଣିଛି, ମୁଁ ତ ବେଶୀ ମୁଁ କିଛି ଜାଣିନି। ତେଣୁକରି ଯେତିକି କର୍ମ କରୁଛି, ମୁଁ ଜାଣିଛି ମୋ କର୍ମଟା ଛୋଟିଆ କର୍ମ ହେଲେ ବି ସେଇଟା ମୋ ପାଇଁକି ସଚୋଟ ହେବା ଦରକାର, ଭଲ ହେବା ଦରକାର। ସମସ୍ତଙ୍କୁ ଭକ୍ତି, ସମ୍ମାନ, ଭଲ ପାଇବା, ସଚୋଟ ଏଗୁଡ଼ା ସବୁ ଦେଖେଇକି ଆଉ ଭଗବାନଙ୍କୁ ସମୟ ମିଳିଲେ ଡାକିବା, ଆଉ ଗୁରୁଜନମାନଙ୍କୁ ଡାକିବା, ଏଗୁଡ଼ା ସବୁ କଲେ ସେଇଟା ମୋ ପାଇଁକି ଭଲ ହେବ। ତେଣୁକରି ସମସ୍ତେ ମଧ୍ୟ ଏହା ହିଁ କରନ୍ତୁ। ତେଣୁ ଦେଖିବି କେତେ ସୁନ୍ଦର ସଂସାରଟେ ଗଢ଼ି ଉଠିବ, କେତେ ସମାଜଟା ଭଲ ହେଇ ଉଠିବ। ଦେଖିବି ଏତିକି ମୋର ସମସ୍ତଙ୍କ ପାଖରେ ଅନୁରୋଧ, ସମସ୍ତେ ଈଶ୍ୱର ବିଶ୍ୱାସୀ ହୋଇ ଆଉ ତା ସହିତ ସମସ୍ତଙ୍କ ସାଙ୍ଗରେ ମିଳିମିଶି ଚଳି ସଚୋଟ ପଣିଆ ଦେଖେଇକି କାମ କରି ଚାଲନ୍ତୁ। ଜୟ ଜଗନ୍ନାଥ।